ସାହାରାପଡ଼ା ବ୍ଲକ ଅନ୍ତର୍ଗତ ସାହାରାପଡ଼ା ପଞ୍ଚାୟତର ଦୁବାଇ ପେଣ୍ଟ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଗ୍ରାମରେ ଥିବା ଏକ ବିରାଟ ବଡ଼ ଜଡ଼ି ଗଛଟି ହଠାତ୍ ଉପୁଡ଼ି ପଡ଼ିବାରୁ ଦୁଇଟି ପରିବାରଙ୍କ ଘର ସମ୍ପୂର୍ଣ୍ଣ ଭାଙ୍ଗି ରୁଜି ଧ୍ୱଂସ ହୋଇଯାଇଛି। ସୂଚନା ଅନୁଯାୟୀ ଗଛଟି ଅଚାନକ ଭୁଶୁଡ଼ି ପଡ଼ିବାରୁ ଗ୍ରାମର ଟେୟା ନାୟକ ଓ ରାମଚନ୍ଦ୍ର ନାୟକଙ୍କ ବାସଗୃହ ଉପରେ ପଡ଼ିଥିଲା। ଫଳରେ ଉଭୟ ପରିବାର ଘର ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି ଏବଂ ଆସବାବପତ୍ର ସବୁ ନଷ୍ଟ ହୋଇଯାଇଛି। ଘର ଦ୍ୱାର ହରାଇ ବର୍ତ୍ତମାନ ଏହି ଦୁଇ ନିରାଶ୍ରୟ ପରିବାର ଖୋଲା ଆକାଶ ତଳେ ଅସହାୟ ଅବସ୍ଥାରେ ରହିଛନ୍ତି। ଖବର ପାଇ ସ୍ଥାନୀୟ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ତଥା ଗଛ କାଟି ହଟାଇବାକୁ ଉଦ୍ୟମ କରିଥିଲେ। ମାତ୍ର ଉକ୍ତ ଗଛରେ ମହୁମାଛି ବସା ଥିବାରୁ ଏବଂ ମହୁମାଛିମାନେ ଆକ୍ରମଣ କରିବାର ଆଶଙ୍କା ଥିବାରୁ ଉଦ୍ଧାର କାର୍ଯ୍ୟରେ ପ୍ରବଳ ବାଧା ଉପୁଜିଥିଲା। ବହୁ କଷ୍ଟରେ ଅଗ୍ନିଶମ ବାହିନୀ କର୍ମଚାରୀମାନେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସହ ଗଛ କାଟି ରାସ୍ତା ଓ ଘର ପରିସର ସଫା କରିବାକୁ ଚେଷ୍ଟା ଚଳାଇଥିଲେ। କ୍ଷତିଗ୍ରସ୍ତ ଅସହାୟ ପରିବାରଙ୍କୁ ତୁରନ୍ତ ସରକାରୀ ସହାୟତା ଓ କ୍ଷତିପୂରଣ ଯୋଗାଇ ଦେବାକୁ ଗ୍ରାମବାସୀଙ୍କ ପକ୍ଷରୁ ପ୍ରଶାସନ ନିକଟରେ ଦାବି କରାଯାଇଛି। କେନ୍ଦୁଝର ଜିଲ୍ଲାରୁ ଦଶରଥ ବାରିକଙ୍କ ରିପୋର୍ଟ, ବ୍ଲାକ୍ ନ୍ୟୁଜ୍ ଓଡ଼ିଆ।